ସାଙ୍ଗମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ରାଜଯୋଗ ସିରିଏଲର ଆଜିର ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଦିଆ ଯେତେବେଳେ ସେ ଛୋଟ ପିଲାଟି ପାଇଁ ସମସ୍ତଙ୍କୁ ଭୁଲ ମାଗୁଛି ଆଉ କହୁଛି ଯେ ମୁଁ ଭୁଲ କରିଛି ପ୍ଲିଜ୍ ମୋତେ କ୍ଷମା କରିଦିଅ। ଆଉ ଦିଆ ଏମିତି ପରିବାର ଆଗରେ ମୁଣ୍ଡ ନୁଆଇ ଭୁଲ ମାଗିବା ଦେଖି ମିତା କୁହନ୍ତି ଆୟନ ବାବା ତମକୁ କ'ଣ ଏବେ ବି ଲାଗୁଛି ମୋ ଦିଆ ଭୁଲ କରିଥିବ? ସେ ଛୋଟ ପିଲାଟି ପାଇଁ ସେ ସମସ୍ତଙ୍କୁ ଭୁଲ ମାଗୁଛି, ଏବେ ତ ମୋ ଦିଆକୁ ତମେ ସମସ୍ତେ ବୁଝିନିଅ। ଆଉ ଏତେବେଳେ ଆୟନଙ୍କ ବାପା ସୋନା ରିୟା ଆଉ ଆଦିତ୍ୟ କହିବେ ଭାଇ ତମେ ଆଙ୍କ କଥାରେ ଜମା ବି ପଡ଼ନି, ଆରେ ଏମାନଙ୍କୁ ବିଶ୍ୱାସ କରିବା ଯାହା ଲାଙ୍ଗୁଡ଼ରେ ହାତ ମାରିବା ତାହା। କ'ଣ ତମେ ଏବେ ବି ଦିଆକୁ ବିଶ୍ୱାସ କରୁଛ? ଏତେବେଳେ ଆୟନ ସମସ୍ତଙ୍କ ସାମ୍ନାରେ କହିବ ଆଜି ପର୍ଯ୍ୟନ୍ତ ମୁଁ ଦିଆଙ୍କୁ ବିଶ୍ୱାସ କରୁଥିଲି, ହେଲେ ଦିଆ ତମକୁ ଗୋଟେ କଥା କହିଥିଲି ମୋ ଉପରକୁ କଥା ଆସିଲେ ମୁଁ ସହିଯିବି, କିନ୍ତୁ ମୋ ପରିବାରକୁ କିଏ ବଦନାମ କରିବ, ମୋ ପରିବାରକୁ କିଏ ପଥର ଫିଙ୍ଗିବ ଏକଥା ମୁଁ ଜମା ବି ସହିପାରୁନି। ଆଜି ପର୍ଯ୍ୟନ୍ତ ତମ ଉପରେ ବିଶ୍ୱାସ ଭରସା ମୋର ସବୁ କିଛି ଥିଲା, କିନ୍ତୁ ଆଜି ପୁଣି ଥରେ ଭାଙ୍ଗିଗଲା। ଏତେବେଳେ ଦିଆଙ୍କୁ ବହୁତ କଷ୍ଟ ହେଉଛି। ଆଉ ଦିଆ ଯେତେବେଳେ ଆୟନକୁ ବୁଝିବାକୁ ଯାଉଥିବେ ଏତେବେଳେ ଆଦିତ୍ୟ ସୋନା ରିୟା ଏମାନେ ସମସ୍ତେ ସାମ୍ନାକୁ ଆସିଯିବେ ଆଉ କହିବେ ଯେ ତୋ ନାଟକ କରିବା ବନ୍ଦ କରି ଏବେ ଆୟନଙ୍କ ଭାଇଙ୍କ ଆଖିରୁ ପଟି ଆମେ ଖୋଲି ଦେଇଛୁ, ଆଉ ପୁଣି ଥରେ ସେ ପଟି ବାନ୍ଧିବାକୁ ଚେଷ୍ଟା କରନା। ଆଉ ଏତେବେଳେ ରିୟା କହିବ ଯେ ତୋ ନାଟକ ବହୁତ ହେଇଗଲା ଦିଆ ଦିଦି, ଏବେ ତୁ ସମସ୍ତଙ୍କ ସାମ୍ନାରେ ଭୁଲ ମାଗିଛୁ, ପୁଣି ଥରେ ନାଟକ କରି ଆୟନ ଭାଇଙ୍କ ମନ ଜିତିବାକୁ ଚେଷ୍ଟା କରନି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ସବୁଦିନ ପାଇଁ ଆୟନ ଆଉ ଦିଆଙ୍କ ସମ୍ପର୍କ ଭାଙ୍ଗିଯିବ, ନା ଆୟନ ସମସ୍ତଙ୍କ ସାମ୍ନାରେ ଏମିତି ନାଟକ କରି ଦିଆକୁ ପୁଣି ଥରେ ଆପଣେଇ ନେବେ?